प्रभु जीशु ख्रीष्टଙ୍କ ନାମରେ ସମସ୍ତଙ୍କୁ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। 2025 ସାଲର ଯୀଶୁଙ୍କର ଜନ୍ମଦିନ ତଥା ଖ୍ରୀଷ୍ଟମାସ ସରିଯାଇଛି। ଅନେକ ଲୋକ ଖ୍ରୀଷ୍ଟମାସ ଧୁମଧାମରେ ସୁନ୍ଦର ସୁନ୍ଦର ପୋଷାକ, ସୁନ୍ଦର ସୁନ୍ଦର ଖାଦ୍ୟ, ବିଭିନ୍ନ ପ୍ରକାର ପିଠାପଣା, ବିଭିନ୍ନ ପ୍ରକାର ଆନନ୍ଦରେ ଖ୍ରୀଷ୍ଟମାସ ପାଳନ କରି ଆସିଅଛୁ। ଖ୍ରୀଷ୍ଟମାସ ସରିଗଲା। ଅନେକ ଲୋକ ଟଙ୍କା ପଇସା ଖର୍ଚ୍ଚ କରିଛନ୍ତି, ଅନେକ ଲୋକ କିଛି ଖର୍ଚ୍ଚ କରିପାରିନାହାନ୍ତି। ଅନେକ ଘରେ ଦୁଃଖ ମଧ୍ୟ ଥିଲା, ଅନେକ ଘରେ ଅସରନ୍ତି ଖୁସି ମଧ୍ୟ ଥିଲା। ଅନେକ ଘରେ ଚୁଲି ମଧ୍ୟ ଜଳି ନଥିବ। କେତେକ ଲୋକ ପିଠାପଣା, ମାଂସ ଭାତ, ଭୋଜି ଖୁସିର ଲହରୀରେ ଭାସିଥିବେ, ସେମାନଙ୍କର ଖୁସି ସରି ନଥିବ। ଅନେକ ଲୋକ ଜେଲରେ ଅଛନ୍ତି, ଅନେକ ଲୋକ ମେଡ଼ିକାଲରେ ଅଛନ୍ତି। ବିଭିନ୍ନ ପ୍ରକାର ଖ୍ରୀଷ୍ଟମାସ ପାଳନ କରି ଆସିଅଛୁ। ଦୁଃଖ ସୁଖ ଯାହା ହେଲେ ମଧ୍ୟ ଯୀଶୁଙ୍କର ଜନ୍ମଦିନକୁ ଖୁସିରେ ପାଳନ କରି ଆସିଅଛୁ। ଖ୍ରୀଷ୍ଟମାସ ସରିଗଲା। ଯୀଶୁଙ୍କୁ ଜାଣିଥିବା ଲୋକ ଏ ପୃଥିବୀରେ ସମସ୍ତେ ପ୍ରାୟ ଅଛନ୍ତି। କେତେଜଣ ବାହାନା କରି ଯୀଶୁଙ୍କୁ ନିନ୍ଦା କରିବା ଲୋକ, ଯୀଶୁଙ୍କୁ ବିରୋଧୀ କରିବା ଲୋକମାନେ, ଯୀଶୁ କିଏ? ଯୀଶୁ ତ ପ୍ରଭୁ ନାହାନ୍ତି, ଯୀଶୁ ତ ଜଣେ ମନୁଷ୍ୟ ଥିଲେ, ଯୀଶୁ ତ ଏମିତି ଲୋକ, ଯୀଶୁ ତ ସେମିତି ଲୋକ ବୋଲି ବିଭିନ୍ନ ପ୍ରକାର କଥା କହୁଛନ୍ତି। କିନ୍ତୁ ଯୀଶୁ କିଏ ସେମାନଙ୍କୁ ଉତ୍ତର ଦେବାର ପ୍ରମାଣ କେବଳ ଆଜି ନୁହେଁ, ପୃଥିବୀର ସୃଷ୍ଟି ଠାରୁ, ପୃଥିବୀ ଯେବେଠାରୁ ସୃଷ୍ଟି ହୋଇଅଛି, ମନୁଷ୍ୟ ଯେବେଠାରୁ ନିର୍ମିତ ହେଲା ବା ସୃଷ୍ଟି ହେଲା, ଏ ପୃଥିବୀର ଯେତେ ଜୀବଜନ୍ତୁ, ପଶୁ ପକ୍ଷୀ, କୀଟ ପତଙ୍ଗ, ବୃକ୍ଷ ଲତା ଯାହା ମଧ୍ୟ ସୃଷ୍ଟି ହୋଇ ଆସିଛି, ସୃଷ୍ଟି ହେଇଛି, ସେଇଦିନ ଠାରୁ ପ୍ରମାଣ ଅଛି କି ଯୀଶୁ ଜଣେ ଜନ୍ମ ହେବେ, ଏମିତି ଭାବରେ ଜନ୍ମ ହେବେ, ଏହି ଦିନ ଜନ୍ମ ହେବେ, ସେ ଜନ୍ମ ହେଲା ସମୟରେ ଏହି ପ୍ରକାର ଘଟିବ, ଏହି ଜାଗାରେ ଜନ୍ମ ହେବେ, ସେ ଜନ୍ମ ହେଲା ପରେ ଏମିତି ଦୁଃଖ ପାଇବେ, ଏମିତି ଲୋକମାନଙ୍କ ନିମନ୍ତେ ଆସିବେ, ବିଭିନ୍ନ ପ୍ରକାର। ଆଉ ଯୀଶୁ କିଏ ବୋଲିକି ଯେଉଁମାନେ ପଚାରୁଛନ୍ତି, ସେମାନଙ୍କ ଠାରୁ ଅଜ୍ଞାନୀ, ସେମାନଙ୍କ ଠାରୁ ସେମାନଙ୍କ ଠାରୁ ଆଉ କେହି ଏ ପ୍ରକାର ଲୋକ ନାହାନ୍ତି ଯିଏକି ସବୁଠାରୁ କିଛି ଜାଣିନଥିବା ବ୍ୟକ୍ତି। ଯୀଶୁ ଆସିଥିବା ଯୋଗୁଁ ଇତିହାସ ରଚିତ ହେଲା, ଯାହାକି ଖ୍ରୀଷ୍ଟପୂର୍ବ ଖ୍ରୀଷ୍ଟାବ୍ଦ ଭାବରେ ବିଭକ୍ତ ବା ସେଇଠାରୁ ଆରମ୍ଭ ହେଲା। ଯୀଶୁଙ୍କ ଠାରୁ ଆସିବ, ଯୀଶୁଙ୍କ ଠାରୁ ଖ୍ରୀଷ୍ଟାବ୍ଦ ଆରମ୍ଭ ହେଲା। ଯୀଶୁଙ୍କ ପୂର୍ବ ଦିନ ଗୁଡ଼ାକ, ବର୍ଷ ଗୁଡ଼ାକ, ସାଲକୁ, ମସିହାକୁ, ଯାହାକୁ ଖ୍ରୀଷ୍ଟପୂର୍ବ ବୋଲି କୁହାଯାଏ। ଆରେ ଖ୍ରୀଷ୍ଟପୂର୍ବ ଯଦି ଯୀଶୁ ଆସିବା ପୂର୍ବ ଦିନ ଗୁଡ଼ାକ ଖ୍ରୀଷ୍ଟପୂର୍ବ କୁହାଯାଏ। ଯୀଶୁ ଆସିଲା ପରଦିନ ଠାରୁ, ଯୀଶୁ ଯେତେବେଳେ ଏହି ଜଗତକୁ ଆସିଲେ, ତାହାକୁ ଖ୍ରୀଷ୍ଟାବ୍ଦ ବୋଲି କୁହାଯାଏ। ଯୀଶୁ କିଏ ବୋଲି ଯଦି କେହି ପଚାରନ୍ତି, ତାଙ୍କୁ ଏହି ପ୍ରକାର ଉତ୍ତର ଦେବେ। ଯିଶାୟ 9 ପର୍ବର 6 ପଦରେ ଏହିପରି ଲେଖା ଅଛି, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା,
ଶାନ୍ତି ରାଜା ହେବ। ଯୀଶୁ କିଏ? ଯଦି କେହି ଆପଣଙ୍କୁ ପଚାରନ୍ତି ଯୀଶୁ କିଏ, ତାହେଲେ ଯିଶାୟ ଭବିଷ୍ୟତ ବକ୍ତା ସେ ଭବିଷ୍ୟତ ବାଣୀ କହିଥିଲେ ଯୀଶୁଙ୍କ ବିଷୟକୁ ନେଇ, ଯାହାକି ଯୀଶୁ ଆସିବା ପୂର୍ବ ଦିନ, ଯୀଶୁ ଆସିବା କେତେ ବର୍ଷ ତଳେ ଯିଶାୟ ଭବିଷ୍ୟତ ବକ୍ତା ଭାବବାଣୀ କହିଥିଲେ କି ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଯୀଶୁ ଜଣେ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଯୀଶୁ ଏହି ପ୍ରକାର ବ୍ୟକ୍ତି ଜଣେ, ଯିଏ ଆସିବେ ସିଏ ଏହି ପ୍ରକାର ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ, ତାହାଙ୍କ ଛଡ଼ା ଆଉ କିଛି ଆଶ୍ଚର୍ଯ୍ୟ ନୁହେଁ। ସିଏ ଆଶ୍ଚର୍ଯ୍ୟ ଅଟନ୍ତି, ମନ୍ତ୍ରୀ ଅଟନ୍ତି, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଯୀଶୁଙ୍କ ବିନା ଶାନ୍ତି ଏ ପୃଥିବୀରେ ଆଉ କେଉଁ ଜାଗାରେ କେଉଁ ସ୍ଥାନରେ କେହି ମଧ୍ୟ ଦେଇପାରିବେ ନାହିଁ। ଯୀଶୁ ଶାନ୍ତି ରାଜା ହେବେ। ଶାନ୍ତି, ସିଏ ଜଣେ ଶାନ୍ତି, ତାଙ୍କଠାରୁ ଶାନ୍ତି ଏ ପୃଥିବୀରେ ଆଉ କେହି ଦେଇପାରିବେନି। ଶାନ୍ତିର ରାଜା ହେବେ, ତାଙ୍କଠାରେ ଶାନ୍ତି ମିଳେ। ସିଏ ଅନନ୍ତକାଳୀନ ପିତା ଅଟନ୍ତି, ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର। ଏହିପରି ବ୍ୟକ୍ତିଙ୍କୁ, ଏହିପରି ପରମେଶ୍ୱରଙ୍କୁ ନ ଜାଣି ପଚାରନ୍ତି କି ଯୀଶୁ କିଏ? ଯୀଶୁ ଏହିପରି ବ୍ୟକ୍ତି ଥିଲେ। ସିଏ ଆଶ୍ଚର୍ଯ୍ୟ ଅଟନ୍ତି, ପରାକ୍ରାନ୍ତ ପରମେଶ୍ୱର ଅଟନ୍ତି, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଏହିପରି ବ୍ୟକ୍ତି ଯଦି କେହି ଆପଣଙ୍କୁ ପଚାରନ୍ତି ଯୀଶୁ କିଏ, ତାହେଲେ ଯିଶାୟ 9 ପର୍ବର 6 ପଦ ଆପଣମାନେ ନିହାତି ଭାବରେ ଦେଖେଇବେ, ସେମାନଙ୍କୁ ଶୁଣେଇବେ କି ଏତେ ସୁନ୍ଦର ବାକ୍ୟ ଯୀଶୁଙ୍କ ବିନା ଅନୁପସ୍ଥିତିରେ, ଯୀଶୁ ଜନ୍ମ ହେବା ପୂର୍ବରୁ, ଯୀଶୁ ଜନ୍ମ ହେବା କେତେ ବର୍ଷ ପୂର୍ବରୁ ଯୀଶୁଙ୍କ ନିମନ୍ତେ ଏହି ଭାବବାଣୀ ଯିଶାୟ ଭବିଷ୍ୟତ ବକ୍ତା କହିଥିଲେ। ତେବେ ଏତେ ବର୍ଷ ପୂର୍ବରୁ ଯୀଶୁ ଜନ୍ମ ହେବେ ବୋଲି ପ୍ଲାନ୍ ଥିଲା, ଏହିପରି ବ୍ୟକ୍ତି ଜଣେ ଜନ୍ମ ହେବେ ବୋଲି ପ୍ଲାନ୍ ଥିଲା। ଏହିପରି ବ୍ୟକ୍ତି ଜଣେ ଆସିବେ ଲୋକମାନଙ୍କ ନିମନ୍ତେ, ଏହି ପୃଥିବୀକୁ, ଏହି ଜଗତକୁ ଆସିବେ ଲୋକମାନଙ୍କ ନିମନ୍ତେ। ସେ ଶାନ୍ତିର ରାଜା ହେବେ, ଲୋକମାନଙ୍କୁ ଶାନ୍ତି ଦେବେ। ଅନନ୍ତକାଳୀନ ପିତା ଅଟନ୍ତି, ପରାକ୍ରାନ୍ତ ପରମେଶ୍ୱର ଅଟନ୍ତି, ମନ୍ତ୍ରୀ ଅଟନ୍ତି, ଆଶ୍ଚର୍ଯ୍ୟ ଅଟନ୍ତି। ଏହିପରି ବ୍ୟକ୍ତି ଯୀଶୁ ଅଟନ୍ତି। ତେବେ ଏହି ପୃଥିବୀର ଲୋକମାନେ ଯୀଶୁଙ୍କୁ ବିରୋଧ କରି ପଚାରନ୍ତି କି ଯୀଶୁ କିଏ? ଯୀଶୁ ଜଣେ ଏହିପରି ବ୍ୟକ୍ତି ଅଟନ୍ତି। ଯିଶାୟ 9 ପର୍ବର 6 ପଦ ଆପଣମାନେ ପଢ଼ନ୍ତୁ। ଯେଉଁମାନେ ଜାଣିନାହାନ୍ତି, ଏହି ପଦକୁ ପଢ଼ିଲେ ଯୀଶୁ କିଏ ଆପଣ ନିଶ୍ଚିନ୍ତ ଭାବରେ ଜାଣିପାରିବେ। ଆଜି ଅନେକ ଲୋକ ଅଛନ୍ତି ଯୀଶୁଙ୍କୁ ବିଶ୍ୱାସ କରୁଅଛନ୍ତି, ସେମାନଙ୍କୁ ଶାନ୍ତି ମିଳୁଛି। ସେମାନେ ଯୀଶୁଙ୍କ ପାଖକୁ ଆସି, ଯୀଶୁଙ୍କ ନିକଟକୁ ଆସି ଶାନ୍ତି ପାଉଛନ୍ତି। ସେମାନଙ୍କ ପରିବାରରେ, ସେମାନଙ୍କର ଗ୍ରାମରେ, ସେମାନଙ୍କ ମଣ୍ଡଳୀରେ, ସେମାନଙ୍କର ସମାଜରେ ଶାନ୍ତି ମିଳୁଛି। ଯୀଶୁ ଏହିପରି ବ୍ୟକ୍ତି ଅଟନ୍ତି କି ଶାନ୍ତି ସ୍ଥାପନ କରିଥିଲେ। ଯୀଶୁ ହିଁ ଶାନ୍ତି ଅଟନ୍ତି। ତେବେ ଜାଣନ୍ତୁ, ଯୀଶୁଙ୍କୁ ବିଶ୍ୱାସ କରନ୍ତୁ। ଯୀଶୁଙ୍କ ସୁସମାଚାରକୁ ପୃଥିବୀର କୋଣେ ବିକୋଣେ ନିଶ୍ଚିନ୍ତ ଭାବରେ ପ୍ରସାରିତ କରନ୍ତୁ, ସୁସମାଚାର ପ୍ରଚାର କରନ୍ତୁ। ଯୀଶୁ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଆଶୀର୍ବାଦ କରିବେ, ଆପଣଙ୍କ ପରିବାରକୁ ଶାନ୍ତିରେ ରଖିବେ। ଏହି ଭିଡ଼ିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।